କିଛି ନିହାତି ଜାଣିବା କଥା। ଖାଇବା ସମୟରେ ମନକୁ ଶାନ୍ତ ଓ ପ୍ରଫୁଲ୍ଲ ରଖିବେ। କଥା କହିବେନି ବା ଟିଭି ଦେଖୁ ଦେଖୁ ଖାଇବେନି। ପରିଷ୍କାର ସ୍ଥାନରେ ଆସନରେ ବସି ଖାଇବେ। ଖାଇବା ସମୟରେ ପାଣି ପିଇବେ ନାହିଁ। ଖାଇବାର ଅଧ ଘଣ୍ଟାଏ ପରେ 2 ଗ୍ଲାସ ପାଣି ପିଇବେ। ପେଟ ପୂରା ନ ଖାଇ କିଛି ଫାଙ୍କା ରଖିବେ। ଅଭ୍ୟାସ କରି ନିୟମିତ ଖାଦ୍ୟ ସହିତ ସାଲାଡ ଖାଇବେ। ଡବା ଖାଦ୍ୟ ଠାରୁ ଦୂରେଇ ରହିବେ। ବେଶୀ ଥଣ୍ଡା ବା ବେଶୀ ଗରମ ଖାଇବେ ନାହିଁ। ସନ୍ଧ୍ୟା ସମୟରେ ଖୋଲା ପବନରେ କିଛି ସମୟ ଭ୍ରମଣ କରିବେ। ମନ ଖୋଲା ହସିବେ। ମୁହଁ ଘୋଡ଼େଇ ଶୋଇବେ ନାହିଁ। ନିୟମିତ ମଶାରୀ ଟାଙ୍ଗି ଶୋଇବେ। ପ୍ରାତଃ ଓ ସନ୍ଧ୍ୟାରେ ଶୋଇବେ ନାହିଁ। ଭଙ୍ଗା ଆଇନାରେ ମୁହଁ ଦେଖିବେ ନାହିଁ। ସର୍ବଦା ବେକ ସିଧା କରି ବସିବେ। ପାଣିରେ ନିଜ ପ୍ରତିବିମ୍ବ ଦେଖିବେ ନାହିଁ। ଉଚ୍ଚ ଆସନରେ ବସି ଗୋଡ଼ ହଲାଇବେ ନାହିଁ। ବାମକର ମାଡ଼ି ଶୋଇବେ। କିଛି ନିହାତି ଜାଣିବା କଥା। ପରିବାର ଠାରୁ ନିଜର ଆଉ କେହି ଆପଣଙ୍କର ନାହାନ୍ତି ଏ ଦୁନିଆରେ। ଗରିବର ସମସ୍ତେ ସାଙ୍ଗ ହୋଇପାରିବେ ନାହିଁ। ଆଜି ବି ମଣିଷଙ୍କ ଉପରେ ଲୋକେ ଧ୍ୟାନ ଦେଉନାହାନ୍ତି, କିନ୍ତୁ ଭଲ ଦେଖାଯାଉଥିବା ଲୋକମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି। ଆଜିକାଲି ଦୁନିଆରେ ଇଜ୍ଜତ କେବଳ ପଇସାର ଅଛି, ହେଲେ ମଣିଷର ନୁହେଁ। ପରିବାରଠୁ ବଡ଼ ସମ୍ପତ୍ତି ଆଉ କିଛି ନାହିଁ। ମା ଛବିଠୁ ବଡ଼ କୌଣସି ଦୁନିଆ ନାହିଁ। ଭଉଣୀଠୁ ବଡ଼ କେହି ଶୁଭଚିନ୍ତକ ନାହିଁ। ବାପାଙ୍କଠୁ ଆଉ ବଡ଼ କେହି ସଲାହକାର ନାହାନ୍ତି। ଭାଇଠାରୁ ବଡ଼ କେହି ଭଗାରୀ ନାହିଁ। ସ୍ତ୍ରୀଠୁ ବଡ଼ ସାଙ୍ଗ ଆଉ କେହି ନାହାନ୍ତି। ସେଥିପାଇଁ ସପରିବାର ବିନା କୌଣସି ଜୀବନ ନାହିଁ। ନିଜକୁ ବଦଳେଇ ଦେବା ଭଲ। ଯିଏ ଆମକୁ ବୁଝନ୍ତିନି ତାଙ୍କୁ ବଦଳେଇ ଦେବା କିମ୍ବା ବୁଝେଇବା ପାଇଁ ସମୟ ନଷ୍ଟ ନ କରିବା ଉଚିତ। ବୁଝେଇବା ପାଇଁ ସମୟ ନଷ୍ଟ ନ କରିବା ଉଚିତ। ଆଉ ଏମିତିରେ ବି କେବେ କେବେ ରାସ୍ତା ମୁହଁ ନିଜକୁ ବଦଳେଇ ଦେବା ଭଲ ହୋଇଥାଏ। ମୁଁ ଏତେ ବି ଖରାପ ନୁହେଁ ଯେତିକି ତୁମେ ଭାବୁଛ। ଆଉ ମୁଁ ଏତେ ବି ଭଲ ନୁହେଁ ତମେ ସୀମା ଟପି କହିଯିବ ମୁଁ ଚୁପ୍ ରହିବି। ଭୁଲ ବୁଝିବା। ସ୍ୱାମୀ ଯେଉଁ ଅର୍ଥରେ କଥାଟିଏ କହୁଛନ୍ତି ଠିକ୍ ସେହି ଅର୍ଥରେ କଥାଟି ବୁଝି ନ ପାରିଲେ କଳହର ସୂତ୍ରପାତ ହୁଏ। ସ୍ୱାମୀ ସ୍ତ୍ରୀଙ୍କ ନୂଆ ଶାଢ଼ୀ ପିନ୍ଧିଥିବା ଦେଖି କହିଲେ, କ'ଣ ନୂଆ ଶାଢ଼ୀ? ଅର୍ଥାତ୍ ନୂଆ ଶାଢ଼ୀରେ ତୁମେ ବହୁତ ସୁନ୍ଦର ଦିଶୁଛ। ସଙ୍ଗେ ସଙ୍ଗେ କଥାର ଅର୍ଥ ନ ବୁଝି ସ୍ତ୍ରୀ କହିଲେ, ତୁମେ ଭାବୁଛ ଅଯଥା ପଇସା ଖର୍ଚ୍ଚ କଲି ବୋଲି ତ ଶାଢ଼ୀ କେବେ କିଣିଦେବନି। ଆଉ କ'ଣ କରିବି? ଏହାପରେ କଳହର ସୂତ୍ରପାତ ହୋଇଯାଏ। ଜଣେ ଅନ୍ୟ ଜଣକୁ ଦୋଷ ଦେବା ଆରମ୍ଭ କରେ। ଜୟ ଶ୍ରୀ ଜଗନ୍ନାଥ।